ଓମ୍ ଶାନ୍ତି। 16 ମେ 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ, ତୁମମାନଙ୍କର ସ୍ନେହ ଏକମାତ୍ର ବାବାଙ୍କ ସହିତ ରହିଛି। କାହିଁକି ନା ତୁମକୁ ବେହଦର ବର୍ଷା ଅର୍ଥାତ୍ ଅବିନାଶୀ ସମ୍ପତ୍ତି ମିଳୁଛି। ତୁମେମାନେ ଅତି ସ୍ନେହରେ କହୁଛ, ମେରା ବାବା। ତୁମମାନଙ୍କର ସ୍ନେହ ଏକମାତ୍ର ବାବାଙ୍କ ସହିତ ରହିଛି। କାହିଁକି ନା ତୁମକୁ ବେହଦର ବର୍ଷା ଅର୍ଥାତ୍ ଅବିନାଶୀ ସମ୍ପତ୍ତି ମିଳୁଛି। ତୁମେମାନେ ଅତି ସ୍ନେହରେ କହୁଛ, ମେରା ବାବା। ପ୍ରଶ୍ନ: କୌଣସି ଦେହଧାରୀ ମନୁଷ୍ୟଙ୍କର ବାଣୀର ତୁଳନା ବାବାଙ୍କ ସହିତ କରାଯାଇପାରିବ ନାହିଁ, କାହିଁକି? କୌଣସି ଦେହଧାରୀ ମନୁଷ୍ୟଙ୍କର ବାଣୀର ତୁଳନା ବାବାଙ୍କ ସହିତ କରାଯାଇପାରିବ ନାହିଁ, କାହିଁକି? ଉତ୍ତର: କାହିଁକି ନା ବାବାଙ୍କର ଗୋଟିଏ ଗୋଟିଏ ବାଣୀ ମହାବାକ୍ୟ ଅଟେ। ଯେଉଁ ମହାବାକ୍ୟକୁ ଶୁଣୁଥିବା ବ୍ୟକ୍ତି ମହାନ ଆତ୍ମା ଅର୍ଥାତ୍ ପୁରୁଷୋତ୍ତମ ହୋଇଯାଉଛନ୍ତି। ବାବାଙ୍କର ମହାବାକ୍ୟ ଗୁଲଗୁଲ ଅର୍ଥାତ୍ ଫୁଲ ଭଳି କରିଦେଉଛି। ମନୁଷ୍ୟମାନଙ୍କର ବାଣୀ ମହାବାକ୍ୟ ନୁହେଁ। ତାକୁ ଶୁଣି ଶୁଣି ତ ଆହୁରି ତଳକୁ ଖସି ଆସିଛୁ। ଗୀତ: ବଦଲ ଯାଏ ଦୁନିଆ ନ ବଦଲେଙ୍ଗେ ହମ୍। ଓମ୍ ଶାନ୍ତି। ଗୀତର ପ୍ରଥମ ଧାଡ଼ିରେ କିଛି ଅର୍ଥ ରହିଛି, ବାକି ସାରା ଗୀତ କୌଣସି କାମର ନୁହେଁ। ଯେପରି ଗୀତାରେ ଭଗବାନ ଉବାଚ ମନ୍ମନା ଭବ ମଧ୍ୟଞ୍ଚି ଭବ, ଏହି ଅକ୍ଷର ଠିକ୍ ଅଛି। ଏହାକୁ କୁହାଯାଉଛି ଅଟାରେ ଲୁଣ ସଦୃଶ୍ୟ। ଏବେ ଭଗବାନ କାହାକୁ କୁହାଯାଉଛି, ଏକଥା ତ ପିଲାମାନେ ଭଲ ଭାବରେ ଜାଣିଗଲେଣି। ଭଗବାନ ଶିବ ବାବାଙ୍କୁ କୁହାଯାଉଛି। ଶିବ ବାବା ଆସି ଶିବାଳୟ ରଚନା କରୁଛନ୍ତି। କେଉଁଠାକୁ ଆସୁଛନ୍ତି? ବେଶ୍ୟାଳୟକୁ। ନିଜେ ଆସି କହୁଛନ୍ତି, ହେ ମିଠା ମିଠା ଗେହ୍ଲା ଶିଖିଲଧେ ବା ବିଚ୍ଛେଦୀ ଆତ୍ମିକ ସନ୍ତାନମାନେ। ତେବେ ଆତ୍ମା ତ ଶୁଣୁଛି ନା? ଜାଣିଛ, ଆମେ ଆତ୍ମା ଅବିନାଶୀ ଅଟୁ। ଏହି ଦେହ ବିନାଶୀ ଅଟେ। ଆମେ ଆତ୍ମାମାନେ ଏବେ ଆମର ପରମ ପିତା ପରମାତ୍ମାଙ୍କଠାରୁ ମହାବାକ୍ୟ ଶୁଣୁଛୁ। ଏହି ମହାବାକ୍ୟ କେବଳ ପରମ ପିତା ପରମାତ୍ମାଙ୍କର ହିଁ ଅଟେ, ଯିଏକି ମହାନ ପୁରୁଷ ପୁରୁଷୋତ୍ତମ କରୁଛନ୍ତି। ବାକି ମହାତ୍ମା ଗୁରୁ ଆଦି ଯିଏ ବି ଅଛନ୍ତି, ସେମାନଙ୍କର କୌଣସି ମହାବାକ୍ୟ ନୁହେଁ। ଯେଉଁ ଶିବ ହମ୍ କହୁଛନ୍ତି, ତାହା ମଧ୍ୟ ଠିକ୍ ବାକ୍ୟ ନୁହେଁ। ଏବେ ତୁମେ ବାବାଙ୍କଠାରୁ ମହାବାକ୍ୟ ଶୁଣି ଗୁଲଗୁଲ ହେଉଛ। କଣ୍ଟା ଏବଂ ଫୁଲ ମଧ୍ୟରେ କେତେ ଫରକ ରହିଛି, ଏବେ ତୁମେ ଜାଣୁଛ। ଆମକୁ କୌଣସି ମନୁଷ୍ୟ ପଢ଼ାଉ ନାହାନ୍ତି। ଏହାଙ୍କ ମସ୍ତକରେ ଶିବ ବାବା ବିରାଜମାନ ଅଛନ୍ତି। ସେ ମଧ୍ୟ ଆତ୍ମା ହିଁ ଅଟନ୍ତି, କିନ୍ତୁ ତାଙ୍କୁ ପରମାତ୍ମା କୁହାଯାଉଛି। ଏବେ ପତିତ ଆତ୍ମାମାନେ କହୁଛନ୍ତି, ହେ ପରମ ଆତ୍ମା ଆସ, ଏଠାକୁ ଆସି ଆମକୁ ପବିତ୍ର କର। ସେ ହିଁ ହେଉଛନ୍ତି ପରମ ପିତା, ଯିଏକି ପରମ ଅର୍ଥାତ୍ ଶ୍ରେଷ୍ଠ କରୁଛନ୍ତି। ତୁମେ ପୁରୁଷୋତ୍ତମ ଅର୍ଥାତ୍ ସବୁ ପୁରୁଷ ଅର୍ଥାତ୍ ଆତ୍ମାମାନଙ୍କ ମଧ୍ୟରେ ଉତ୍ତମ ପୁରୁଷ ହେଉଛ। ସେମାନେ ହେଲେ ଦେବତା। ପରମ ପିତା ଶବ୍ଦ ବହୁତ ମିଠା, କିନ୍ତୁ ତାଙ୍କୁ ସର୍ବବ୍ୟାପୀ କହିଦେଇଥିବାରୁ ସେତେ ମଧୁରତା ଆସୁନାହିଁ। ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି, ଯେଉଁମାନେ ଅନ୍ତର୍ମନରେ ସ୍ନେହର ସହିତ ବାବାଙ୍କୁ ସ୍ମରଣ କରୁଛନ୍ତି। ଦୁନିଆରେ ସ୍ତ୍ରୀ ପୁରୁଷମାନେ ପରସ୍ପରକୁ ସ୍ଥୂଳରେ ସ୍ମରଣ କରୁଛନ୍ତି। ଏହା ହେଉଛି ଆତ୍ମାମାନେ ପରମାତ୍ମାକୁ ବହୁତ ସ୍ନେହର ସହିତ ମନେ ପକାଇବା। ଭକ୍ତି ମାର୍ଗରେ ଏତେ ସ୍ନେହର ସହିତ ପୂଜା କରିପାରିବେ ନାହିଁ, କାରଣ ସେହିଭଳି ସ୍ନେହ ରହିନଥାଏ। ଜାଣି ହିଁ ନାହାନ୍ତି ତ କେମିତି ସ୍ନେହ କରିବେ? ଏବେ ତୁମର ବହୁତ ସ୍ନେହ ରହିଛି। ଆତ୍ମା କହୁଛି, ମୋର ବାବା। ଆତ୍ମାମାନେ ପରସ୍ପରର ଭାଇ ଭାଇ ଅଟନ୍ତି ନା? ପ୍ରତ୍ୟେକ ଭାଇ କହୁଛନ୍ତି, ବାବା ଆମକୁ ନିଜର ପରିଚୟ ଦେଇଛନ୍ତି,
କିନ୍ତୁ ଏହାକୁ ଲୋଭ କୁହାଯିବ ନାହିଁ। ଯାହାଠାରୁ କିଛି ମିଳିଥାଏ ତାଙ୍କ ପ୍ରତି ଲୋଭ ରହିଥାଏ। ପିତାଙ୍କ ପ୍ରତି ପିଲାମାନଙ୍କର ଲୋଭ ରହିଥାଏ। କାହିଁକି ନା ପିତାଙ୍କ ଠାରୁ ସମ୍ପତ୍ତି ବା ବର୍ଷା ମିଳିଥାଏ। ଯେତେ ଅଧିକ ସମ୍ପତ୍ତି ପୁତ୍ରର ସେତେ ଅଧିକ ସ୍ନେହ ରହିବ। ଯଦି ବାପା ପାଖରେ କିଛି ହେଲେ ସମ୍ପତ୍ତି ନାହିଁ, ଦାଦାଙ୍କ ବା ଜେଜେବାପାଙ୍କ ପାଖରେ ସମ୍ପତ୍ତି ଅଛି, ତେବେ ବାପାଙ୍କ ପ୍ରତି ଏତେ ଲୋଭ ରହିବ ନାହିଁ। ସେମାନେ ପୁଣି ଜେଜେବାପାଙ୍କୁ ଭଲ ପାଇବେ, ଭାବିଥାନ୍ତି ଏହାଙ୍କ ଠାରୁ ପଇସା ମିଳିବ। ଏହା ତ ବେହଦର ବାବାଙ୍କ କଥା। ତୁମେ ଜାଣିଛ, ଆମକୁ ବାବା ପାଠ ପଢ଼ାଉଛନ୍ତି। ଏହା ତ ବହୁତ ଖୁସିର କଥା। ଭଗବାନ ଆମର ପିତା ଅଟନ୍ତି, ଯେଉଁ ରଚୟିତା ବାବାଙ୍କୁ କେହି ହେଲେ ବି ଜାଣିନାହାନ୍ତି। ନ ଜାଣିବା କାରଣରୁ ପୁଣି ନିଜକୁ ବାପା ବୋଲି କହିଦେଉଛନ୍ତି। ଯେପରି ପିଲାମାନଙ୍କୁ ଯଦି ପଚାରିବ ତୁମର ବାପା କିଏ, ଶେଷରେ କହିଦେବେ ମୁଁ। ଏବେ ତୁମେ ଜାଣିଛ, ପ୍ରତ୍ୟେକଙ୍କ ବାପର ବାପ ନିଶ୍ଚୟ ଅଛନ୍ତି। କିନ୍ତୁ ଆମକୁ ଏବେ ଯେଉଁ ବେହଦର ପିତା ମିଳିଛନ୍ତି, ତାଙ୍କର କେହି ପିତା ନାହାନ୍ତି। ଇଏ ହେଲେ ସର୍ବୋଚ୍ଚ ପିତା। ତେଣୁ ପିଲାମାନଙ୍କ ଭିତରେ ଖୁସି ରହିବା ଉଚିତ। ଭକ୍ତି ମାର୍ଗରେ ତୀର୍ଥଯାତ୍ରାକୁ ଗଲେ ଏତେ ଖୁସି ମିଳେ ନାହିଁ। କାହିଁକି ନା ପ୍ରାପ୍ତି କିଛି ନାହିଁ। କେବଳ ଦର୍ଶନ କରିବାକୁ ଯାଉଛନ୍ତି, ଫାଲତୁରେ କେତେ ଧକ୍କା ଖାଉଛନ୍ତି। ପ୍ରଥମେ ତ ମୁଣ୍ଡିଆ ମାରି ମାରି ମୁଣ୍ଡ ଚନ୍ଧା ହୋଇଗଲା। ଦ୍ୱିତୀୟରେ ପଇସା ସରିଲା, ଅର୍ଥାତ୍ ଖର୍ଚ୍ଚାନ୍ତ ହେଲ। ପଇସା ବହୁତ ଖର୍ଚ୍ଚ କରୁଛନ୍ତି, ପ୍ରାପ୍ତି କିଛି ହେଉନାହିଁ। ଭକ୍ତି ମାର୍ଗରେ ଯଦି ଆମଦାନୀ ହେଉଥାନ୍ତା, ତେବେ ଭାରତବାସୀ ବହୁତ ସାହୁକାର ହୋଇଯାଇଥାନ୍ତେ। ଏସବୁ ମନ୍ଦିର ଆଦି ତିଆରି କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତୁମର ସୋମନାଥ ମନ୍ଦିର କେବଳ ଗୋଟିଏ ନଥିଲା, ସବୁ ରାଜାମାନଙ୍କ ପାଖରେ ମନ୍ଦିର ଥିଲା। ତୁମକୁ କେତେ ପଇସା ଦେଇଥିଲି। 5000 ବର୍ଷ ପୂର୍ବରୁ ତୁମକୁ ବିଶ୍ୱର ମାଲିକ କରାଇଥିଲି। ଏକମାତ୍ର ବାବା ହିଁ ଏହିପରି କହୁଛନ୍ତି। ଆଜିଠାରୁ 5000 ବର୍ଷ ପୂର୍ବରୁ ତୁମକୁ ରାଜଯୋଗ ଶିଖାଇ ଏପରି କରିଥିଲି। ଏବେ ତୁମେ କ'ଣ ହୋଇଯାଇଛ? ବୁଦ୍ଧିରେ ଆସିବା ଦରକାର ନା? ଏବେ ଆମେ କେତେ ଉଚ୍ଚ ଥିଲୁ, ପୂର୍ବଜନ୍ମ ନେଇ ନେଇ ପୁନର୍ଜନ୍ମ ନେଇ ନେଇ ଏକଦମ ତଳେ ଆସି ପଡ଼ିଛୁ, କଉଡ଼ି ସଦୃଶ ହୋଇଯାଇଛୁ। ପୁଣି ଏବେ ଆମେ ବାବାଙ୍କ ପାଖକୁ ଯାଉଛୁ, ଯେଉଁ ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି। ଏହା ଏକମାତ୍ର ଯାତ୍ରା, ଯେତେବେଳେ କି ଆତ୍ମାମାନଙ୍କ ସହିତ ବାବା ମିଶୁଛନ୍ତି। ତେଣୁ ଭିତରେ ସେହିଭଳି ସ୍ନେହ ରହିବା ଉଚିତ। ତୁମେ ଯେବେ ଏଠାକୁ ଆସୁଛ, ତ ବୁଦ୍ଧିରେ ରହିବା ଦରକାର ଯେ ଆମେ ସେହି ବାବାଙ୍କ ପାଖକୁ ଯାଉଛୁ, ଯାହାଙ୍କଠାରୁ ଆମକୁ ପୁନର୍ବାର ବିଶ୍ୱର ବାଦଶାହୀ ମିଳୁଛି। ସେହି ବାବା ଆମକୁ ଶିକ୍ଷା ଦେଉଛନ୍ତି, ପିଲାମାନେ ଦୈବୀ ଗୁଣ ଧାରଣ କର। ମୁଁ ସର୍ବଶକ୍ତିମାନ ପତିତ ପାବନ ଅଟେ, ମୋତେ ୟାଦ କର। ମୁଁ କଳ୍ପ କଳ୍ପ ଆସି କହୁଛି କି ମୋତେ ୟାଦ କଲେ ବିକର୍ମ ବିନାଶ ହେବ। ମନରେ ଏହା ଆସିବା ଉଚିତ ଯେ ଆମେ ବେହଦ ବାବାଙ୍କ ପାଖକୁ ଆସିଛୁ। ବାବା କହୁଛନ୍ତି ମୁଁ ହେଉଛି ଗୁପ୍ତ, ଆତ୍ମା କହୁଛି ଯେ ମୁଁ ଗୁପ୍ତ ଅଟେ। ତୁମେ ବୁଝୁଛ ଯେ ଆମେ ଶିବ ବାବାଙ୍କ ପାଖକୁ ଏବଂ ବ୍ରହ୍ମା ଦାଦାଙ୍କ ପାଖକୁ ଆସିଛୁ, ଯିଏକି କମ୍ବାଇଣ୍ଡ ବା ଏକାଠି ହୋଇ ଅଛନ୍ତି। ତାଙ୍କ ସହିତ ଆମେ ମିଶିବାକୁ ଯାଉଛୁ, ଯାହାଙ୍କ ଦ୍ୱାରା ଆମେ ବିଶ୍ୱର ମାଲିକ ହେବୁ। ଭିତରେ କେତେ ଅପାର ଖୁସି ରହିବା ଉଚିତ। ଯେବେ ମଧୁବନ ଆସିବା ପାଇଁ ନିଜ ଘରୁ ବାହାରୁଛ, ତେବେ ଅନ୍ତର୍ମନ ଗଦଗଦ ହେବା ଉଚିତ। ବାବା ଆମକୁ ପଢ଼ାଇବା ପାଇଁ ଆସିଛନ୍ତି, ଆମକୁ ଦୈବୀ ଗୁଣ ଧାରଣ କରିବାର ଉପାୟ ବତାଉଛନ୍ତି। ଘରୁ ବାହାରିବା ସମୟରୁ ହିଁ ଅନ୍ତରରେ ଏହି ଖୁସି ରହିବା ଉଚିତ। ଯେପରି କନ୍ୟା ଯେବେ ପତି ସହିତ ମିଶିଥାଏ, ତେବେ ଅଳଙ୍କାର ଆଦି ପିନ୍ଧିଥାଏ, ତେଣୁ ଚେହେରା ପ୍ରଫୁଲ୍ଲିତ ହୋଇଯାଇଥାଏ। ସେହି ଚେହେରା ପ୍ରଫୁଲ୍ଲିତ ହୋଇଥାଏ ବିକାରୀ ହୋଇ ଦୁଃଖ ପାଇବା ପାଇଁ। ତୁମର ଚେହେରା ପ୍ରଫୁଲ୍ଲିତ ହେଉଛି ସଦା ସୁଖ ପାଇବା ପାଇଁ। ତେଣୁ ଏପରି ବାବାଙ୍କ ପାଖକୁ ଆସିବା ସମୟରେ କେତେ ଖୁସି ହେବା ଉଚିତ।
ଏବେ ଆମକୁ ବେହଦର ବାବା ମିଳିଛନ୍ତି। ସତ୍ୟଯୁଗକୁ ଗଲେ ପୁଣି ଡିଗ୍ରୀ କମ୍ ହୋଇଯିବ। ଏବେ ତୁମେ ବ୍ରାହ୍ମଣ ଈଶ୍ୱରୀୟ ସନ୍ତାନ ଅଟ। ଭଗବାନ ଆସି ପଢ଼ାଉଛନ୍ତି। ସେ ଆମର ପିତା ମଧ୍ୟ, ଟିଚର ମଧ୍ୟ। ପଢ଼ାଉଛନ୍ତି, ପୁଣି ପବିତ୍ର କରି ସାଥିରେ ବି ନେଇଯିବେ। ମୁଁ ଆତ୍ମା ଏବେ ଏହି ଛି ଛି ରାବଣ ରାଜ୍ୟରୁ ମୁକ୍ତ ହେଉଛି। ଭିତରେ ଅସରନ୍ତି ଖୁସି ରହିବା ଉଚିତ। ଯେବେ କି ବାବା ବିଶ୍ୱର ମାଲିକ କରାଉଛନ୍ତି, ତେବେ ପାଠପଢ଼ା କେତେ ଭଲ ଭାବରେ ପଢ଼ିବା ଦରକାର। ଛାତ୍ରମାନେ ଭଲ ଭାବରେ ପଢ଼ିଲେ ଭଲ ନମ୍ବର ରଖି ପାସ୍ ହୋଇଥାନ୍ତି। ପିଲାମାନେ କହୁଛନ୍ତି, ବାବା ଆମେ ତ ଶ୍ରୀନାରାୟଣ ହେବୁ। ଏହା ହିଁ ହେଉଛି ସତ୍ୟନାରାୟଣ କଥା, ଅର୍ଥାତ୍ ନରରୁ ନାରାୟଣ ହେବାର କଥା। ସେହି ମିଛ କଥା ସବୁ ତୁମେ ଜନ୍ମ ଜନ୍ମାନ୍ତର ଶୁଣି ଆସିଛ। ଏବେ ବାବାଙ୍କଠାରୁ ଥରେ ମାତ୍ର ତୁମେ ସତ୍ୟ ସତ୍ୟ କଥା ଶୁଣୁଛ। ତାହା ପୁଣି ଭକ୍ତି ମାର୍ଗରେ ପ୍ରଚଳିତ ହୋଇଆସୁଛି। ଯେପରି ଶିବ ବାବା ଜନ୍ମ ନେଲେ, ତାଙ୍କର ପୁଣି ବର୍ଷକୁ ବର୍ଷ ଜୟନ୍ତୀ ପାଳନ କରୁଛନ୍ତି। ସେ କେବେ ଆସିଲେ, କ'ଣ କଲେ, କିଛି ହେଲେ ବି ଜଣା ନାହିଁ। ଆଚ୍ଛା, କୃଷ୍ଣ ଜୟନ୍ତୀ ପାଳନ କରୁଛନ୍ତି। ସେ ମଧ୍ୟ କେବେ ଆସିଲେ, କିପରି ଆସିଲେ, କିଛି ବି ଜଣା ନାହିଁ। କହୁଛନ୍ତି କଂସପୁରୀକୁ ଆସିଛନ୍ତି। ତେବେ ସେ ପତିତ ଦୁନିଆରେ କିପରି ଜନ୍ମ ନେବେ? ପିଲାମାନେ କେତେ ଖୁସି ହେବା ଉଚିତ। ଆମେ ବେହଦ ବାବାଙ୍କ ପାଖକୁ ଯାଉଛୁ। ଅନୁଭବ ମଧ୍ୟ ଶୁଣାଉଛନ୍ତି ନା, ମୋତେ ଅମୁକଙ୍କ ଦ୍ୱାରା ତୀର ଲାଗିଲା, ବାବା ଆସିଛନ୍ତି। ବାସ୍ ସେହି ଦିନରୁ ହିଁ ମୁଁ ବାବାଙ୍କୁ ୟାଦ କରୁଛି। ଏହା ହେଉଛି ତୁମର ସବୁଠାରୁ ବଡ଼ ବାବାଙ୍କ ପାଖକୁ ଆସିବାର ଯାତ୍ରା। ବାବା ତ ଚୈତନ୍ୟ ଅଟନ୍ତି, ପିଲାମାନଙ୍କ ପାଖକୁ ଯାଉଛନ୍ତି ମଧ୍ୟ। ତାହା ହେଲା ଜଡ଼ମୂର୍ତ୍ତି ନିକଟକୁ ଯାତ୍ରା। ଏଠାରେ ତ ବାବା ଚୈତନ୍ୟରେ ଅଛନ୍ତି। ଯେପରି ଆମେ ଆତ୍ମାମାନେ କଥା କହୁଛେ, ସେହିପରି ପରମାତ୍ମା ପିତା ମଧ୍ୟ ଶରୀର ଦ୍ୱାରା କଥା କହୁଛନ୍ତି। ଏହି ପାଠପଢ଼ା ହେଉଛି ଭବିଷ୍ୟ 21 ଜନ୍ମ ପାଇଁ ଶରୀର ନିର୍ବାହ ଅର୍ଥେ। ତାହା ଦୁନିଆର ପାଠପଢ଼ା କେବଳ ଏଇ ଜନ୍ମ ପାଇଁ। ଏବେ କେଉଁ ପାଠପଢ଼ା ପଢ଼ିବା ଉଚିତ ଅଥବା କେଉଁ ଧନ୍ଦା କରିବା ଉଚିତ? ବାବା କହୁଛନ୍ତି ଉଭୟ କର। ସନ୍ନ୍ୟାସୀମାନଙ୍କ ସଦୃଶ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ ଯିବାର ନାହିଁ। ଏହା ତ ପ୍ରବୃତ୍ତି ମାର୍ଗ ଅଟେ ନା। ଉଭୟଙ୍କ ନିମନ୍ତେ ପଢ଼ାଯାଉଛି। ସମସ୍ତେ ତ ପଢ଼ିବେ ବି ନାହିଁ। କେହି ଭଲ ପଢ଼ିବେ, କେହି କମ୍। କାହାକୁ ଏକଦମ ତୁରନ୍ତ ତୀର ଲାଗିଯିବ। କେହି ତ ନିର୍ବୋଧଙ୍କ ଭଳି ଏଣୁ ତେଣୁ କହିବେ। କେହି କହିଥାନ୍ତି, ହଁ ମୁଁ ବୁଝିବାକୁ ଚେଷ୍ଟା କରିବି। କେହି କହିବେ, ଏହା ତ ଏକାନ୍ତରେ ବସି ବୁଝିବାର କଥା। ବାସ୍ ପୁଣି ହଜି ଯାଇଥାନ୍ତି। କାହାକୁ ଜ୍ଞାନର ତୀର ଲାଗିଲେ ତୁରନ୍ତ ଆସି ବୁଝିବେ। କେହି ପୁଣି କହିବେ, ଆମକୁ ଫୁର୍ସତ ନାହିଁ। ତେବେ ବୁଝିନିଅ, ତୀର ଲାଗିନାହିଁ। ଦେଖ, ବ୍ରହ୍ମା ବାବାଙ୍କୁ ତୀର ଲାଗିବାରୁ ତୁରନ୍ତ ସବୁକିଛି ଛାଡ଼ିଦେଲେ ନା। ଦେଖିଲେ ବାଦଶାହୀ ମିଳୁଛି, ତାହା ଆଗରେ ଏସବୁ କ'ଣ? ମୋତେ ତ ବାବାଙ୍କ ଠାରୁ ରାଜତ୍ୱ ନେବାର ଅଛି। ଏବେ ବାବା କହୁଛନ୍ତି, ଲୌକିକ କର୍ମଧନ୍ଦା ଆଦି କର। କେବଳ ଗୋଟିଏ ସପ୍ତାହ ଏହାକୁ ଭଲ ଭାବରେ ବୁଝ। ଗୃହସ୍ଥ ବ୍ୟବହାରକୁ ମଧ୍ୟ ସମ୍ଭାଳିବାକୁ ହେବ। ପିଲାଛୁଆଙ୍କର ପାଳନା ମଧ୍ୟ କରିବାକୁ ପଡ଼ିବ। ସନ୍ନ୍ୟାସୀମାନେ ତ ପିଲାଛୁଆ ଜନ୍ମ କରି ପୁଣି ଛାଡ଼ି ଚାଲି ଯାଉଛନ୍ତି। ବାବା କହୁଛନ୍ତି, ତୁମେ ରଚନା କରିଛ, ତେଣୁ ଭଲ ଭାବରେ ତାଙ୍କୁ ସମ୍ଭାଳ। ଧରିନିଅ ସ୍ତ୍ରୀ ଅଥବା ସନ୍ତାନ ତୁମର କଥା ମାନୁଛନ୍ତି, ତେବେ ସୁପୁତ୍ର। ନ ମାନୁଛନ୍ତି ତ କୁପୁତ୍ର ଅଟନ୍ତି। ସୁପୁତ୍ର ଓ କୁପୁତ୍ର ଜଣାପଡ଼ି ଯାଇଥାନ୍ତି ନା। ବାବା କହୁଛନ୍ତି, ତୁମେ ଶ୍ରୀମତରେ ଚାଲିଲେ ଶ୍ରେଷ୍ଠ ହେବ, ନଚେତ ବର୍ଷା ମିଳିପାରିବ ନାହିଁ। ପବିତ୍ର ହୋଇ ସୁପୁତ୍ର ସନ୍ତାନ ହୋଇ ନାଁ ରଖ। ଯାହାକୁ ନିଶ୍ଚୟର ତୀର ଲାଗିଗଲା, ସେ କହିବ, ବାସ୍ ଏକଦମ ମୁଁ ସଚ୍ଚା ରୋଜଗାର କରିବି। ବାବା ଆସିଛନ୍ତି ଶିବାଳୟକୁ ନେଇଯିବା ପାଇଁ। ତେଣୁ ଶିବାଳୟକୁ ଯିବା ପାଇଁ ପୁଣି ଯୋଗ୍ୟ ହେବାକୁ ପଡ଼ିବ। ଏଥିରେ ମେହନତ ରହିଛି। କୁହ, ଏବେ ଶିବ ବାବାଙ୍କୁ ୟାଦ କର। ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ।
କଲ୍ୟାଣ ତ ସେମାନଙ୍କର ମଧ୍ୟ କରିବାକୁ ହେବ ନା। କୁହ, ଏବେ ୟାଦ କର, ତେବେ ବିକର୍ମ ବିନାଶ ହେବ। ତୁମ କନ୍ୟାମାନଙ୍କର କର୍ତ୍ତବ୍ୟ ହେଲା ପିଅର ବା ପିତା ଘର ଏବଂ ଶ୍ୱଶୁର ଘରକୁ ଉଦ୍ଧାର କରିବା ଯେବେ କି ତୁମକୁ ଡାକରା ଆସୁଛି। ତେଣୁ ତୁମର କର୍ତ୍ତବ୍ୟ ହେଉଛି ତାଙ୍କର କଲ୍ୟାଣ କରିବା, ଦୟାଳୁ ହେବା ଦରକାର। ପତିତ ତମ ପ୍ରଧାନ ମନୁଷ୍ୟମାନଙ୍କୁ ଶତପ୍ରଧାନ ହେବାର ରାସ୍ତା ବତାଇବାକୁ ହେବ। ତୁମେ ଜାଣିଛ, ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ନିଶ୍ଚୟ ହୋଇଥାଏ। ନର୍କରେ ସବୁ ପତିତ ଆତ୍ମାମାନେ ଅଛନ୍ତି, ସେଥିପାଇଁ ତ ଗଙ୍ଗାରେ ସ୍ନାନ ଆଦି କରି ପାବନ ହେବାକୁ ଯାଉଛନ୍ତି। ପ୍ରଥମେ ତ ବୁଝନ୍ତୁ ଯେ ଆମେ ପତିତ ଅଟୁ, ସେଥିପାଇଁ ପାବନ ହେବାକୁ ପଡ଼ିବ। ବାବା ଆତ୍ମାମାନଙ୍କୁ କହୁଛନ୍ତି, ମୋତେ ୟାଦ କରିଲେ ତୁମର ପାପ ନଷ୍ଟ ହୋଇଯିବ। ସାଧୁ ସନ୍ଥ ଆଦି ଯେଉଁମାନେ ବି ଅଛନ୍ତି, ସମସ୍ତଙ୍କୁ ମୋର ଏହି ସନ୍ଦେଶ ଦିଏ ଯେ ବାବା କହୁଛନ୍ତି ମୋତେ ୟାଦ କର। ଏହି ଯୋଗ ଅଗ୍ନି ଦ୍ୱାରା ଅଥବା ୟାଦର ଯାତ୍ରା ଦ୍ୱାରା ତୁମର ଖାଦ ବାହାରିଯିବ। ତୁମେ ପବିତ୍ର ହୋଇ ମୋ ପାଖକୁ ଆସିଯିବ। ମୁଁ ତୁମ ସମସ୍ତଙ୍କୁ ସାଥିରେ ନେଇଯିବି। ବିଛା ଯେପରି ଚାଲିବା ସମୟରେ ଯେଉଁଠି ନରମ ଜିନିଷ ଦେଖେ ଡଙ୍କ ମାରି ଦେଇଥାଏ, ପଥରକୁ ଡଙ୍କ ମାରି କ'ଣ କରିବ? ତୁମେ ମଧ୍ୟ ବାବାଙ୍କର ପରିଚୟ ଦିଅ। ଏକଥା ମଧ୍ୟ ବାବା ବୁଝାଇଛନ୍ତି। ମୋର ଭକ୍ତ କେଉଁଠି ରହୁଛନ୍ତି? ଶିବ ମନ୍ଦିରରେ, କୃଷ୍ଣଙ୍କ ମନ୍ଦିରରେ, ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରରେ। ଭକ୍ତ ମୋର ଭକ୍ତି କରି ଚାଲିଛନ୍ତି, ସନ୍ତାନ ତ ଅଟନ୍ତି ନା। ମୋ ଠାରୁ ରାଜ୍ୟ ନେଇଥିଲେ, ଏବେ ପୂଜ୍ୟରୁ ପୂଜାରୀ ହୋଇଯାଇଛନ୍ତି। ଦେବତାମାନଙ୍କର ଭକ୍ତ ଅଟନ୍ତି ନା। ନମ୍ବର 1 ହେଉଛି ଶିବଙ୍କର ଅବ୍ୟଭିଚାରୀ ଭକ୍ତି। ପୁଣି ତଳକୁ ଖସି ଖସି ଏବେ ତ ଭୂତ ପୂଜା କରିବାରେ ଲାଗି ପଡ଼ିଛନ୍ତି। ଶିବଙ୍କର ପୂଜାରୀମାନଙ୍କୁ ବୁଝାଇବାକୁ ସହଜ ହେବ। ଏହି ସମସ୍ତ ଆତ୍ମାମାନଙ୍କର ପିତା ଶିବ ବାବା ଅଟନ୍ତି। ସ୍ୱର୍ଗର ବର୍ଷା ଦେଉଛନ୍ତି। ଏବେ ବାବା କହୁଛନ୍ତି ମୋତେ ୟାଦ କଲେ ବିକର୍ମ ବିନାଶ ହେବ। ମୁଁ ତୁମକୁ ସନ୍ଦେଶ ଦେଉଛି। ବାବା କହୁଛନ୍ତି ମୁଁ ହେଉଛି ପତିତ ପାବନ, ଜ୍ଞାନର ସାଗର। ଜ୍ଞାନ ବି ଶୁଣାଉଛି, ପାବନ ହେବା ପାଇଁ ଯୋଗ ମଧ୍ୟ ଶିଖାଉଛି। ବ୍ରହ୍ମାଙ୍କ ଶରୀର ଦ୍ୱାରା ସନ୍ଦେଶ ଦେଉଛି ଯେ ମୋତେ ୟାଦ କର। ନିଜର 84 ଜନ୍ମକୁ ମନେ ପକାଅ। ତୁମକୁ ମନ୍ଦିର ଏବଂ କୁମ୍ଭ ମେଳାରେ ଭକ୍ତ ମିଳିଯିବେ। ସେଠାରେ ତୁମେ ଯାଇ ବୁଝାଇ ପାରିବ ପତିତ ପାବନ ଗଙ୍ଗା ଅଟେ ନା ପରମାତ୍ମା। ତେଣୁ ପିଲାମାନଙ୍କୁ ଏହି ଖୁସି ରହିବା ଉଚିତ ଯେ ଆମେ କାହା ପାଖକୁ ଯାଉଛୁ। ସେ କେତେ ସାଧାରଣ ଅଟନ୍ତି, କ'ଣ ବା ବଡ଼େଇ ଦେଖାଇବେ। ଶିବ ବାବା କ'ଣ କରିଲେ ବଡ଼ ଲୋକ ଭଳି ଦେଖାଯିବେ। ସନ୍ନ୍ୟାସୀଙ୍କ କପଡ଼ା ତ ପିନ୍ଧିପାରିବେ ନାହିଁ। ବାବା କହୁଛନ୍ତି ମୁଁ ତ ସାଧାରଣ ଶରୀର ନେଉଛି। ତୁମେ ହିଁ ରାୟ ଦିଅ କି ମୁଁ କ'ଣ କରିବି। ଏହି ରଥକୁ କ'ଣ ଶୃଙ୍ଗାର କରିବି? ସେମାନେ ହୁସେନର ଘୋଡ଼ା ବାହାର କରି ତାକୁ ଶୃଙ୍ଗାର କରିଥାନ୍ତି। ଏଠାରେ ଶିବ ବାବାଙ୍କ ରଥକୁ ପୁଣି ବଳଦ କରି ଦେଖାଇ ଦେଇଛନ୍ତି। ବଳଦର ମସ୍ତକରେ ଗୋଲ ଗୋଲ ଶିବଙ୍କର ଚିତ୍ର ଦେଖାଇଥାନ୍ତି। ତେବେ ଶିବ ବାବା ବଳଦରେ କେଉଁଠୁ ଆସିବେ? ପୁଣି ମନ୍ଦିରରେ ବଳଦ କାହିଁକି ରଖିଛନ୍ତି? ଶଙ୍କରଙ୍କର ବାହନ ବୋଲି କହୁଛନ୍ତି। ସୂକ୍ଷ୍ମ ବତନରେ କ'ଣ ଶଙ୍କରଙ୍କର ବାହନ ଥାଏ କି? ଏସବୁ ହେଲା ଭକ୍ତି ମାର୍ଗ, ଯାହାକି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଶୁକ୍ରିୟା ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ନିଜେ ନିଜ ସହିତ ପ୍ରତିଜ୍ଞା କରିବାକୁ ହେବ ଯେ ଏବେ ମୁଁ ସଚ୍ଚା ରୋଜଗାର କରିବି। ନିଜକୁ ଶିବାଳୟ ବା ସ୍ୱର୍ଗକୁ ଯିବାର ଯୋଗ୍ୟ କରିବି। ସୁପୁତ୍ର ସନ୍ତାନ ହୋଇ ଶ୍ରୀମତରେ ଚାଲି ବାବାଙ୍କର ନାଁ ରଖିବି।
2 ନମ୍ବର, ଦୟାଶୀଳ ହୋଇ ତମ ପ୍ରଧାନ ମନୁଷ୍ୟମାନଙ୍କୁ ସତ ପ୍ରଦାନ କରିବାକୁ ହେବ। ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ମୃତ୍ୟୁ ପୂର୍ବରୁ ସମସ୍ତଙ୍କୁ ବାବାଙ୍କୁ ମନେ ପକାଇବାର ମନ୍ତ୍ର ଦେବାକୁ ହେବ। ବରଦାନ, ପ୍ରତ୍ୟେକ ମନୁଷ୍ୟ ଆତ୍ମାକୁ ନିଜର 3 କାଳର ଦର୍ଶନ କରାଉଥିବା ଦିବ୍ୟ ଦର୍ପଣ ଭବ। ପ୍ରତ୍ୟେକ ମନୁଷ୍ୟ ଆତ୍ମାକୁ ନିଜର 3 କାଳର ଦର୍ଶନ କରାଉଥିବା ଦିବ୍ୟ ଦର୍ପଣ ଭବ। ଡିଟେଲ୍ସ, ତୁମେ ପିଲାମାନେ ଏବେ ଏଭଳି ଦିବ୍ୟ ଦର୍ପଣ ହୋଇଯାଅ ଯେଉଁ ଦର୍ପଣ ଦ୍ୱାରା ସବୁ ମନୁଷ୍ୟ ଆତ୍ମାମାନେ ନିଜର 3 କାଳକୁ ଦର୍ଶନ କରିପାରିବେ। ସେମାନଙ୍କୁ ସ୍ପଷ୍ଟ ଦେଖାଯାଉ ଯେ ମୁଁ କ'ଣ ଥିଲି, ଏବେ କ'ଣ ଅଟେ ଏବଂ ଆଗକୁ କ'ଣ ହେବି। ଯେତେବେଳେ ଜାଣିଯିବେ ଅର୍ଥାତ୍ ଅନୁଭବ କରିନେବେ ବା ଦେଖିବେ ଯେ ଆମର ଅନେକ ଜନ୍ମର ତୃଷ୍ଣା ବା ଅନେକ ଜନ୍ମର ଆଶା, ଯାହାକି ମୁକ୍ତିଧାମକୁ ଯିବାର ବା ସ୍ୱର୍ଗ ଦୁନିଆକୁ ଯିବାକୁ ରହିଛି, ଏବେ ଏହି ପୂର୍ଣ୍ଣ ହୋଇପାରିବ। ତେବେ ସହଜରେ ବାବାଙ୍କଠାରୁ ନିଜର ସମ୍ପତ୍ତିର ଅଧିକାର ନେବା ପାଇଁ ଆକର୍ଷିତ ହୋଇଆସିବେ। ସ୍ଲୋଗାନ, ଏକ ବଳ ଏକ ଭରସା। ଏହି ପାଠକୁ ସର୍ବଦା ପକ୍କା ରଖିଥାଅ, ତେବେ ଭଉଁରୀ ମଝିରୁ ସହଜରେ ବାହାରି ଯାଇପାରିବ। ଏକ ବଳ ଏକ ଭରସା। ଏହି ପାଠକୁ ସର୍ବଦା ପକ୍କା ରଖିଥାଅ, ତେବେ ଭଉଁରୀ ମଝିରୁ ସହଜରେ ବାହାରି ଯାଇପାରିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା। ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଉତ୍ତରାଧିକାରୀ ଆତ୍ମାମାନେ ସେତେବେଳେ ପ୍ରତ୍ୟକ୍ଷ ହେବେ ଯେତେବେଳେ ତୁମେମାନେ ନିଜର ପବିତ୍ରତା ରୂପୀ ରାଜକୀୟତାର ସ୍ଥିତିରେ ସ୍ଥିତ ରହିବ। କେଉଁଠି ବି ଦେହର ଆକର୍ଷଣରେ ଆଖି ଡୁବୁ ନଥିବ, ଅର୍ଥାତ୍ ଦୃଷ୍ଟି ଆକର୍ଷିତ ହେଉନଥିବ। ତେବେ ୱାରିସିର ଅର୍ଥ ହେଲା ଅଧିକାରୀ। ତେଣୁ ଯେଉଁମାନେ ଏଠାରେ ସର୍ବଦା ଅଧିକାରୀ ସ୍ଥିତିରେ ସ୍ଥିତ ରହୁଛନ୍ତି, କେବେ ବି ମାୟାର ଅଧୀନ ହେଉନାହାନ୍ତି, ଅଧିକାରୀ ପଣିଆର ଶୁଭ ନିଶାରେ ରହୁଛନ୍ତି, ଏହିଭଳି ଅଧିକାରୀ ସ୍ଥିତିବାଲା ସେଠାରେ ମଧ୍ୟ ଅଧିକାରୀ ହୋଇଥାନ୍ତି। ଓମ୍ ଶାନ୍ତି।